तोर प्रश्न उत्तर रहा हाँ मामा 10 चरण 6 नयन 3 मुंडरे 4 बदन बोले 3टा मुंड को 4टा मुह आश्चर्य कथा हाँ समस्त कि ब्रह्मपुर गोटे मुंड को गोटे मुह हाँ समस्त गोटे मुंड को गोटे मुह किंतु तू कहू 3टा मुंड को 4टा मुह आस जने बस बस शुणव परा आस जने बस बस शुणव परा आस जने बस बस भारत लीलाए भारत रस पुराण शुणवे पंडिते बस भारत लीलाए भारत रस पुराण शुणवे पंडित बस चलिब परा आकाश जने बस बस शुणव परा आकाश जने बस बस एड़ी आलोचना करतु हे विदुष जन एड़ी आलोचना करतु हे विदुष जन भाइयार उत्तर को देवा कहिण भाइयार उत्तर को देवा कहिण 10 चरण बाबू 6 नयन 10 चरण बाबू 6 नयन 3 मुंडरे देख 4 बदन 3 मुंडरे देख 4 बदन लगी जाऊ बड़ आश्चर्य कथाटी भाइया देला पचारी शुणिले गायक जीव भाया होई भाया नहीं रे पुओ तेते 108 जर करी चाष सातरे पठेबी तोर मुह को देखिले रे लागुछि ता टका तोर मुह को देखिले रे लागुछि ता टका तोर कथा शुणी देले रे लागुनी राटिका समस्त गोटे मुंड कुरे एबे गोटिए मुह गोटे मुंड को गोटिए बदन 3 मुंडरे 4 बदन कथाटिए देवा कहिण बड़ सुतर कथाटी भाइया छंती पचारी शुणुवे सभाजन कर्ण गुडेरी शुणुवे सभाजन कर्ण गुडेरी 4 जुगरे भगवान 10 अवतार हेले 4 जुगरे भगवान 10 अवतार हेले सत्य जुगरे 4 अवतार हेले त्रेतारे 3 अवतार हेले भगवान बापरे 2 अवतार हेले जान कलकीरे 1 अवतार जे होइबे कलकीरे 1 अवतार हेबे कली जुग बाबू संहार करिबे मृक्ष जन बाबू संहार करिबे त्रेतया जुगरे श्रीराम रूपरे जन्म होइले प्रभु दशरथ गृहे पिता सत्यपाली हे मन को गले रावण सहित रे युद्ध करिले रावण कुमारी प्रभु जे श्री राम अयोध्या रे आसी होइले राजन गो हत्या श्री हत्या ब्रह्म हत्या कले गो हत्या श्री हत्या ब्रह्म हत्या कले तापरे बाबू वैकुंठ को गले जेते बेले राम वैकुंठे जाती
ରାବଣକୁ ନେଇ ଉଚ୍ଚ ଆସନେ ବସାନ୍ତି। ଆଚ୍ଛା ଉଚ୍ଚ ଆସନରେ ରାବଣକୁ ବସି ଛନ୍ତି ଦେବଗଣ। ସେତେବେଳେ ରାମ ମନରେ ଭାବିଣ ହଇରେ ଦାଦା ଦେବତା ମାନଙ୍କୁ ପ୍ରଭୁ ଯେ କହିଲେ ରାବଣକୁ ଉଚ୍ଚ ଆସନରେ ବସାଇଲେ। ଦୁଷ୍ଟମାନଙ୍କୁ ମୁଁ ଯେ ସଂହାର କରିଛି ତାପରେ ସିନା ବୈକୁଣ୍ଠକୁ ଆସିଛି। ସେତେବେଳେ ଦେବଗଣ ବୋଲନ୍ତି ବଚନ ଗୋ ହତ୍ୟା ସ୍ତ୍ରୀ ହତ୍ୟା ବ୍ରହ୍ମ ହତ୍ୟା ପ୍ରଭୁ କରିଛନ୍ତି ଜାଣ। ତିନି ଗୋଟି ପାପ ଆପଣ କରିଛନ୍ତି। ତିନି ଗୋଟି ପାପ ଆପଣ କରିଛନ୍ତି। ତେଣୁ ବୈକୁଣ୍ଠରେ ଆପଣଙ୍କୁ ସ୍ଥାନ ନ ମିଳୁଛି। ସେତେବେଳେ ଭଗବାନ ବୋଲନ୍ତି ବଚନ ୟା ପରେ ଦ୍ୱାପର ଯୁଗ ଆସିବଟି ଜାଣ। କୃଷ୍ଣ ଅବତାର ଏବେ ବ୍ରହ୍ମାଣ୍ଡ ସାଇ ଗୌର କୂଳରେ ଜନ୍ମିବେ ଗୋସାଇ। ଗୌର କୂଳରେ ଜନ୍ମିବେ ଗୋସାଇ। ବାୟା ଯେତେବେଳେ ରାବଣକୁ ବିନାଶ କରି ପରିଶେଷ ଯେତେବେଳେ ପ୍ରଭୁ ବୈକୁଣ୍ଠକୁ ଗଲେ ଭଗବାନ ରାମଚନ୍ଦ୍ର ତିନିଟା ପାପ କରିଛନ୍ତି। କଣ କଣ? ଗୋ ହତ୍ୟା ସ୍ତ୍ରୀ ହତ୍ୟା ବ୍ରହ୍ମ ହତ୍ୟା। ଏ ତିନିଟା ହତ୍ୟା କରିଛନ୍ତି। ଯେତେବେଳେ ବୈକୁଣ୍ଠକୁ ଗଲେ ରାବଣକୁ ଉଚ୍ଚ ଆସନରେ ବସେଇଛନ୍ତି କିନ୍ତୁ ଭଗବାନ ରାମକୁ ବିଷ୍ଣୁକୁ ସ୍ଥାନ ନାହିଁ। ସେଇ ସମୟରେ ଦେବଗଣକୁ ପଚାରିଲେ କଣ ମୁଁ ଦୁଷ୍ଟମାନଙ୍କୁ ସଂହାର କରି ତମେ ମତେ ପଠେଇଲ। ଦୁଷ୍ଟମାନଙ୍କୁ ସଂହାର କରି ସାଧୁ ସନ୍ଥ ମାନଙ୍କୁ ଉଦ୍ଧାର କରି ମୁଁ ଆଜି ବୈକୁଣ୍ଠପୁରକୁ ଆସିଛି। କିନ୍ତୁ ଏ ପାପୀ ରାବଣକୁ ଆପଣ ଉଚ୍ଚ ଆସନ ଦେଇଛନ୍ତି। ମତେ କିଏ ହେଲେ ଅନଉନାହାନ୍ତି। କୌଣସି ଦେବଗଣ କଥା କହୁନାହାନ୍ତି। ବିଚାର କଲି ଯେତେବେଳେ ଦେବତା ମାନଙ୍କୁ କହିଛନ୍ତି ଦେବତା ମାନେ କହିଲେ ଆପଣ ଗୋ ହତ୍ୟା ସ୍ତ୍ରୀ ହତ୍ୟା ବ୍ରହ୍ମ ହତ୍ୟା କରିଛନ୍ତି। ତିନିଟା ପାପ ଆପଣ କରିଛନ୍ତି। ତେଣୁ ଆପଣଙ୍କର ମୁହଁକୁ କିଏ ଚାହୁଁନାହାନ୍ତି। ଆପଣଙ୍କୁ କିଏ କଥା କହୁନାହାନ୍ତି। ହେଲେ କଣ କରିବାକୁ ପଡିବ? ସେତେବେଳେ ଦେବଗଣ ବୋଲନ୍ତି ବଚନ ଏ ପାପରୁ ମୁକ୍ତି ପାଇବେ ଜାଣ। ଏହି ଜନ୍ମରେ ପାପ କରିଛନ୍ତି। ୟାର ଜନ୍ମରେ ମୁକ୍ତି ପାଇବଟି। ଦ୍ୱାପର ଯୁଗରେ ପ୍ରଭୁ ହେବ ଜନମ। ଗୌର କୂଳରେ ଜନ୍ମିବ ପ୍ରମାଣ। ଗୌର କୂଳରେ ଯେତେବେଳେ ଜନ୍ମ ହୋଇବ ଗୋ ସେବା କରି ପାପ ଦୂର ହେବ। ଗୋ ସେବା କରି ପାପ ଦୂର ହେବ। ଧୀରେ ଧୀରେ ସେତେବେଳେ ଦେବଗଣ କହିଲେ ଦ୍ୱାପର ଯୁଗରେ ଆପଣ ଯେତେବେଳେ କୃଷ୍ଣ ରୂପରେ ଜନ୍ମ ଗ୍ରହଣ କରିବେ ଗୌଡ଼ କୂଳରେ ଜନ୍ମ ଗ୍ରହଣ କରିବେ। କାହିଁକି ଗୌଡ଼ କୂଳରେ ଜନ୍ମ ଗ୍ରହଣ କରିବେ? ସଂସାରରେ ଯେତେ ସେବା ଅଛି ଗୋ ସେବା ଠାରୁ ସେବା ନାହିଁ। ଯେତେ ଧର୍ମ ଅଛି ଗୋ ଧର୍ମ ଠାରୁ ଧର୍ମ ନାହିଁ। ତେଣୁ କରି ଭଗବାନ ଗୌଡ଼ କୂଳରେ ଜନ୍ମ ହେବେ ଗୋ ସେବା କରିବେ। ତାହେଲେ ଗୋହତ୍ୟା ସ୍ତ୍ରୀ ହତ୍ୟା ବ୍ରହ୍ମ ହତ୍ୟା ଦୋଷରୁ ମୁକ୍ତି ପାଇବେ। সেই সময় ভগবান কোন কলে কৃষ্ণ অবতারে জন্ম হইলে কোঠি কংসর বন্দিশালরে জন্মগ্রহণ কলে। আর ভাদ্রব মাস কৃষ্ণ পক্ষ অষ্টমী তিথিরে ভাদ্রব মাস কৃষ্ণ পক্ষ অষ্টমী তিথিরে জন্ম হইলে প্রভু দেবকী গর্ভরে। অষ্টম গর্ভ 8 ঘড়ি রাতি অষ্টকুঞ্জ পুণীরে অষ্টম লটি শোই পড়ে 8 জন বাবু দর্শন করিছন্তি। সবু 8রে প্রভু হেলে জনম গৌড় কূলরে প্রভু নারায়ণ। গৌড় কূলরে বায়া জনম হেলে গো সেবা করি দিনকু বিতাইলে। গো সেবা করি দিন বিতাইলে। গৌড় কূলর কথা মন দেই শুণ
ଦଶ ଚରଣ କୁରେ ଛଅ ନୟନ ଠିକି ତିନି ମୁଣ୍ଡରେ ଅଛି ଚାରି ବଦନ ରାଇଟି ଗୌର ବାବୁ ଗାଈ ଦୁଇବାକୁ ଯାଏ ଗୌର ବାବୁ ଗାଈ ଦୁଇବାକୁ ଯାଏ ରାଇଟି ଆଗ ବାଛୁରୀଟାକୁ ଫିଟାଇ ଦିଏ ଠିକି ଆଗ ବାଛୁରୀଟାକୁ ଫିଟାଇ ଦିଏ ଲାଗି ଯାଉ ବାଛୁରୀ ଯାଇଣ ମା ସ୍ତନ୍ୟ ଖାଆନ୍ତି ହଁ ବାଛୁରୀ ଯାଇଣ ମା ସ୍ତନ ଖାଆନ୍ତି ହଁ ତାପରେ ବାଛୁରୀ ଝିକି ଖୁଣ୍ଟିରେ ବାନ୍ଧନ୍ତି ତତପରେ ଗୌଡ଼ ପିଲା କ୍ଷୀରକୁ ଦୁଏ ସେହି କଥା ବାପରେ ମନ ପକାଏ ଆଚ୍ଛା ଛଅ ଚରଣ ବାବୁ ଦଶ ଚରଣ ବାବୁ ଛଅ ନୟନ ତିନି ମୁଣ୍ଡରେ ଅଛି ଚାରି ବଦନ ଠିକି ଗାଈର ବାବୁ ଚାରି ଗୋଡ଼ ହେଲା ଗାଈର ବାବୁ ଚାରି ଗୋଡ଼ ହେଲା ଆଚ୍ଛା ବାଛୁରୀର ବାବୁ ଚାରି ଗୋଡ଼ ହେଲା ହଁ ବାଛୁରୀର ବାବୁ ଚାରି ଗୋଡ଼ ହେଲା ରାଇଟି ଗୌଡ଼ର ଦୁଇ ଗୋଡ଼କୁ ମିଶାଇ ଗୌଡ଼ର ଦୁଇ ଗୋଡ଼କୁ ମିଶାଇ ଆଚ୍ଛା ଦଶ ଚରଣ ହେଲା ଦେଲାରେ କହି ଦଶ ଚରଣ ହେଲା ଦେଲିରେ କହି ଦଶ ଚରଣ ପୁରେ ଛଅ ନୟନ ସେହି କଥା ବାୟା ମନ ଦେଇ ଶୁଣ ଠିକି ଗାଈ ବାଛୁରୀର ଚାରି ନେତ୍ର ହେଲା ଗୌଡ଼ର ଦୁଇ ଆଖି ମିଶିରେ ଛଅ ନୟନ ହେଲା ଦଶ ଚରଣ ପୁରେ ଛଅ ନୟନ ତିନି ମୁଣ୍ଡରେ ଅଛି ଚାରି ବଦନ ରାଇଟି ତିନି ମୁହଁକୁ ତିନି ମୁଣ୍ଡକୁ କିପରି ଚାରି ମୁହଁ ହବ ତିନି ମୁଣ୍ଡକୁ କିପରି ଚାରି ମୁହଁ ହବ ସେ କଥା ଏବେ କହୁଛି ରେ ଭବ ଗାଈର ଗୋଟିଏ ମୁଣ୍ଡ ବାଛୁରୀର ଗୋଟିଏ ମୁଣ୍ଡ ଠିକି ଗୌଡ଼ର ମୁଣ୍ଡ ମିଶି ତିନି ମୁଣ୍ଡ ହେଲା ଜାଣ ଗାଈର ଗୋଟିଏ ମୁଣ୍ଡ ବାଛୁରୀର ଗୋଟିଏ ମୁଣ୍ଡ ଗୌଡ଼ର ମୁଣ୍ଡ ବେଶୀ ତିନି ମୁଣ୍ଡ ହେଲା ପ୍ରତ୍ୟକ୍ଷ ତିନି ମୁଣ୍ଡ କଥାରେ ତୋତେ ଦେଲି କହିଣ ଚାରି ମୁହଁ କଥା ଏବେ କହୁଛି ଶୁଣ ଗାଈର ବାବୁ ଏବେ ଗୋଟିଏ ମୁହଁ ବାଛୁରୀର ବାବୁ ହେ ଗୋଟିଏ ମୁହଁ ଗୌଡ଼ର ମିଶି ତିନି ମୁହଁ ହେଲା ଗାଈ ଦୁଇଁବା ମାଠିଆର ମୁହଁଟେ ଥିଲା ଯୋଉ ଗୌଡ଼ରେ ଗାଈ ଦୁଉଁଥିଲା ମାଠିଆର ମୁହଁ ମିଶି ଚାରି ମୁହଁ ହେଲା ମାଠିଆର ମୁହଁ ମିଶି ଚାରି ମୁହଁ ହେଲା ଦଶ ଚରଣ ପୁରେ ଛଅ ନୟନ ଦୁର୍ଗା ବାବୁ ତିନି ମୁଣ୍ଡରେ ହେଲା ଚାରି ବଦନ ଯାହା ଜାଣିଥିଲି ବାୟା ଦେଲିରେ କହି ମନ କି ପାଇଲା ନାହିଁ ଦେବୁରେ କହି ତୁ ନାଚୁଥିବ ଥଇ ଥଇ ଭାଇଆ ଭାଇ ତୁ ନାଚୁଥିବ ଥଇ ଥଇ ବାୟା ଦଶ ଚରଣ ଛଅ ନୟନ ହଁ ମାମୁ ତିନି ମୁଣ୍ଡକୁ ଚାରି ବଦନ ହଁ ମାମୁ ଆରେ ଗୋଟିଏ ଗୌଡ଼ ପିଲା ହଁ ଗାଈ ଦୁଇଁବା ସମୟରେ ହଁ କଣ ହଉଛି କଣ? ନା ଗାଈର ଚାରି ଗୋଡ଼ ହଁ ବାଛୁରୀର ଚାରି ଗୋଡ଼ ହଁ ଗୌଡ଼ର ଦୁଇ ଗୋଡ଼ ଦୁଇ ଗୋଡ଼ ଚାରି ଚାରି ଆଠ ଦୁଇ ଦଶ ଦଶ ଚରଣ ଛଅ ନୟନ ଗାଈର ଦୁଇ ନୟନ ଦୁଇ ନୟନ ବାଛୁରୀର ଦୁଇ ନୟନ ଦୁଇ ଗୌଡ଼ର ଦୁଇ ନୟନ ଛଅ ଦଶ ଚରଣ ଛଅ ନୟନ ହଁ ତିନି ମୁଣ୍ଡରେ ଚାରି ବଦନ ଚାରି ବଦନ ଗାଈର ଗୋଟିଏ ମୁଣ୍ଡ ବାଛୁରୀର ଗୋଟିଏ ମୁଣ୍ଡ ଗୌଡ଼ର ଗୋଟିଏ ମୁଣ୍ଡ ତିନି ମୁଣ୍ଡ ଚାରି ବଦନ ଅର୍ଥାତ ଚାରି ମୁହଁ ଚାରିଟା ମୁହଁ ଗାଈର ଗୋଟିଏ ମୁହଁ ବାଛୁରୀର ଗୋଟିଏ ମୁହଁ ଗୌଡ଼ର ଗୋଟିଏ ମୁହଁ ଆଉ ମାଠିଆର ଗୋଟିଏ ମୁହଁ ଓ ଯୋଉ
ହାଣ୍ଡିଟା ତ ଜଙ୍ଘ ତଳେ ଧରି ବଉଚି ମାଠିଆର ମୁହଁ ବୋଲି କହୁଛନ୍ତି ରସର ମୁହଁ ମାଠିଆର ମୁହଁ ଚାକିରିର ମୁହଁ ମୁହଁ ବୋଲି କହୁଛନ୍ତି ନା ଆଉ ଯୋଉ ଜଙ୍ଘ ତଳେ ତ ଧରି ବଉଚି ଯୋଉ ଦୁଁଚି ତିନି ମୁଣ୍ଡକୁ ଚାରି ବଦନ ଉତ୍ତର ଠିକ ହେଲା କେତେ ତାଳି ହଉ କେତେ ତାଳି ହଉ କାଇଁ 40 ଟଙ୍କା ଦେ କାଇଁ 40 ଟଙ୍କା ଦେ